ବହିର ନାଁ ନଟର ଡାଏରୀ। ଲେଖକ ପ୍ରକାଶ ମହାପାତ୍ର। ପଢ଼ି ଶୁଣାଉଛନ୍ତି ହୃଦାନନ୍ଦ ସାହୁ। ଭାଗ 1, ମୁଲାକାତ 1। ଚକିତପଣରେ ଝୁଲେଇ ଦେଲା କି ମୋତେ? ଦେଖିବାକୁ ହୁବହୁ ମୋ ଭଳି। ଅବିକଳ ମୋ ଭଳି ପିନ୍ଧିଛି ଆଲାନ୍ସୋଲିର ଖାକି ଟ୍ରାଉଜର, ଟୁଇଲ୍ସର ହାଫ୍ ସାର୍ଟ, ପାଦରେ ବି ମୋ ଭଳି ଉଡ୍ଲ୍ୟାଣ୍ଡର ହାଫ୍ ସୁ, ଆଖିରେ ବି ମୋ ଭଳି କଳା ଫ୍ରେମର ପାୱାର ଗ୍ଲାସ୍। ଲାଗୁଛି ମୋ କଲର ଜେରକ୍ସ କପି। ଭ୍ରମରେ ପଡ଼ିଗଲି। ଲୋକଟା ସତ ନା ମୁଁ କୋଉ ଦର୍ପଣ ଆଗରେ ଛିଡ଼ା ହେଇଛି? ଗଦା ଭାଇ ମୁଚୁ ମୁଚୁ ହସୁଛି। ରୂପାଲି ଛକରୁ ଶହୀଦନଗର ଭିତରକୁ ପଶିଲେ ଡାହାଣ ହାତୀ ପ୍ରଥମ ଗଳିରେ ଅଛି ଗଦା ଭାଇ ପାନ ଦୋକାନ। ରାତି 9ଟା ହେବ। ମୁଁ ଗଦା ଭାଇଠୁ ପାନ ଅର୍ଡର କରି ଠିଆ ହେଇଛି ଢେର ବେଳ ବିତିଗଲାଣି। ଗଦା ଭାଇ କେବେ ଏମିତି କରିନି। ମୋତେ ଦେଖୁ ଦେଖୁ ହଜାରେ ଗରାଖଙ୍କ ଫରମାଇଶକୁ ବେଖାତିର କରି ମୁଁ ପାନ ଆଗ ଭାଙ୍ଗିବା ଲୋକ। ଏବେ 2-3 ଥର ହକାରିଲେ ବି ଦଉଛି କହି ଆଉକା ପାନ ଭାଙ୍ଗି ଚାଲିଛି। ଗହଳି ବି ଆଦୌ ନାହିଁ। ଦୋକାନରେ ମୋତେ ଛାଡ଼ିଦେଲେ ଗରାଖ ମାତ୍ର ଜଣେ। ମୋ ଆଡ଼କୁ ପିଠି କରି ପାନ ଭଙ୍ଗା ଦେଖୁଛି। କିଏ ସେ ମହାର୍ଘ ଚକ୍ରବର୍ତ୍ତୀ? ଘଣ୍ଟାଏ ଧରି ତା ପାଇଁ ପାନ ଭଙ୍ଗା ଚାଲିଛି। ମୁଁ ଅସନ୍ତୁଷ୍ଟ ଦୃଷ୍ଟିରେ ତାକୁ ଚାହିଁଲା ବେଳକୁ ସେ ଲୋକଟା ତରବର ହୋଇ ପାନ ପୁଡ଼ିଆ ନେଇ ବୁଲିଲା ବେଳକୁ, ଆମେ ଦୁହେଁ ସାମ୍ନାସାମ୍ନି ହେଲା ବେଳକୁ, ମୁଁ ଥ ହେଲା ବେଳକୁ ମୋ ଆଗରେ ଉଭା ହୋଇ ସେ ମୁଚୁ ମୁଚୁ ହସୁଛି। ମୋ କଲର ଜେରକ୍ସ। ମୁଁ ତାକୁ ଅନେଇଛି। ସେ ମୋତେ ନିଜ ଆଡ଼ୁ ସେ ହିଁ ତା ପରିଚୟ ଦେଲା। କହିଲା, ମୁଁ ନଟ, ଚିହ୍ନିଲେ? ଉଠ୍, ନୀତି କଥା ହେଉଛ ପରା। ମୋ ଆଡ଼କୁ ପାନ ଖଣ୍ଡେ ବଢ଼େଇ ଦେଇ କହିଲା, ନିଅ, କସ୍ତୁରୀ ପଡ଼ିଛି। ଚକିତ ହୋଇ ତାକୁ ଅନେଇଥିଲି। ଅନୁଚ୍ଚାରିତ ଭାବେ ମୋ ପାଟିରୁ ବାହାରି ଆସିଲା, ନଟ? ଏଇ ନଟକୁ ଖୋଜିବାକୁ ମୋର 3 ମାସ ଢେର ଦିନ ଗଲାଣି। ସାକ୍ଷାତକାରଟିଏ ନେବି ବୋଲି ନଟକୁ କମ୍ ଖୋଜିନି, କିନ୍ତୁ କେହି ବି ଦେଇପାରିଲେନି ନଟର ଠିକଣା। କିଏ କହିଲା, ଯା ଦେଖିବ ସେ କୋଉ ଧାନ ବିଲରେ ଗୁଡ଼ି ଉଡ଼ଉଥିବ। ଆଉ କିଏ କହିଲା, ଦେଖ ସେ ଯାଏ କୋଉ ନଈପଠାରେ ବଇଁଶୀ ବଜଉଥିବ। ଆଉ କିଏ କହିଲା, ସେ ଭାରି ମିଠା ପ୍ରିୟ। ସହରର ସବୁଠୁ ଭଲ ମିଠା ଦୋକାନରେ ଖବର ନିଅ, ତାକୁ ପାଇଯିବ। ହାଟରେ ଘାଟରେ ବାରରେ ଝିଅଙ୍କ ପାଖେ ଏମିତିକି ବହୁ ନଥିବା ଜାଗାରେ ନଟର ଥିବା ନେଇ କେହି ନା କେହି କିଛି ନା କିଛି ସୂଚନା ଯେ ନଦେଲେ ତା ନୁହେଁ, କିନ୍ତୁ କେହି ବି ଦେଇପାରିଲେନି ନଟର ଅସଲ ଠିକଣା। ହୁଏତ ନଟର କିଛି ବନ୍ଧୁଙ୍କ ସନ୍ଧାନ ମିଳିଲେ ନଟର ଠିକଣା ମିଳିବା ଆଶା ନାହିପାରେ ବୋଲି ଚିନ୍ତା କଲି। କିନ୍ତୁ ପରେ ଶୁଣିଲି ଯେ ବାସ୍ତବରେ ନଟର ଜଣେ ହେଲେ ବି ଖାସ୍ ବନ୍ଧୁ କେହି ନାହାନ୍ତି। ନଟ ସମସ୍ତଙ୍କ ସହ ଖୁଲମଖୁଲା ମିଶେ ବୋଲି ଶୁଣିଛି। ସବୁ ପୁଅ ମୋର ପ୍ରେମିକ ଓ ସବୁ ଝିଅ ମୋର ପ୍ରେମିକା ବୋଲି କହୁଥିବା ନଟ ସମସ୍ତଙ୍କର ଅତି ପ୍ରିୟ ହୋଇ ମଧ୍ୟ ସମସ୍ତଙ୍କଠାରୁ କେମିତି ଏତେ ଦୂରରେ, ସେ କଥା ଭବେଇଲା। ସତରେ ଅଜବ ନୁହେଁ କି? କିନ୍ତୁ ଅଜବ ହେଲେ ବି ସତ। ନଟ ସହ ମୁଁ ଫେସବୁକ୍ ଚାଟବକ୍ସରେ ଅନେକ ଥର କଥା ହେଲାବେଳେ ଲକ୍ଷ୍ୟ କରିଛି ଯେ କଥା ଅଧାରୁ ନଟ କୁଆଡ଼େ ଗାୟବ ହେଇଯାଏ। ନୀଳବତୀ ଜଳି ଅନଲାଇନରେ ସୂଚନା ମିଳୁଥିଲେ ବି ନଟ ନଥାଏ। କେବଳ ମୁଁ ନୁହେଁ, ଅନ୍ୟମାନଙ୍କର ବି ସେ ଅଭିଯୋଗ ରହିଛି। କିଛି ଲୋକ ଅଛନ୍ତି, ସେମାନେ ନଟକୁ ଅହଙ୍କାରୀ ଭାବି ଘୃଣାରେ ଦୂରେଇ ଯାଆନ୍ତି। ଆଉ କିଛି ଲୋକ କାରଣହୀନ ଭାବେ ତାକୁ ଭଲ ପାଆନ୍ତି। ଆଉ କେତେଜଣ ଭାବି ନେଇଛନ୍ତି ଯେ ନଟ ହେଉଛି ଛଳନାର ବ୍ୟକ୍ତି ରୂପ। ନଟ ବିଶ୍ୱାସଯୋଗ୍ୟ ନୁହେଁ। ଆଉ ଯେ କୌଣସି ମୁହୂର୍ତ୍ତରେ ବି ସେ ତମକୁ ଧୋକା ଦେଇପାରେ, ଏହି ଅପବାଦ ବି ନଟର ରହିଛି। ଆଉ କିଛି ଅଛନ୍ତି, ସେମାନେ ନଟକୁ ଜଣେ ନିଃସ୍ୱାର୍ଥପର ସଚ୍ଚୋଟ ମଣିଷ ତାଲିକାରେ ଗଣନ୍ତି। କିନ୍ତୁ ଏ ସମସ୍ତ ଅଭିଯୋଗ ସମ୍ମାନ ପ୍ରତି ନଟ ଯେତିକି ବେପରୁଆ, ସେତିକି ଉଦାସୀନ। ରହିଲା ନଟର ଲେଖାଲେଖି କଥା। ନଟର ବହୁ ଫ୍ୟାନ୍ ବି ସଠିକ୍ କହିପାରନ୍ତିନି ଯେ ନଟ କ'ଣ ଲେଖେ। ସିଧା କଥାରେ ନଟ ମୁଣ୍ଡରେ ଯାହା ପଶିଲା ତାକୁ ନେଇ ନଟ ସିଧା କମ୍ପ୍ୟୁଟରରେ ଟାଇପ୍ କରେ। ଭୁଲଭାଲ ଓ ବନାନ ଶୁଦ୍ଧିକୁ ବେଖାତିର କରେ। କହେ, ହାତୀ ଦୀର୍ଘ ଇ ନ ହୋଇ ହ୍ରସ୍ୱ ହେଇଗଲେ କ'ଣ ଘୋଡ଼ା ହେଇଯିବ? କହି ହସେ। ଭାଷାବିତ୍ମାନଙ୍କୁ ଆଖି ମାରେ। କେତେବେଳେ କବିତା ତ କେତେବେଳେ ଗଳ୍ପ ପ୍ରବନ୍ଧ ଫିଚର। କ'ଣ ଲେଖିବି ଭାବିବା ପୂର୍ବରୁ ଯାହା ଲେଖିବା କଥା ତାହା ଲେଖି ହେଇଯାଏ। କେତେବେଳେ କବିତା ଗଳ୍ପ ଭଳି ହୋଇଗଲାଣି ତ କେତେବେଳେ ଗଳ୍ପ କବିତା ଭଳି ଲାଗିଲାଣି। କେତେବେଳେ ନା ଗପ, ନା କବିତା, ନା ପ୍ରବନ୍ଧ, ସବୁକୁ ମିଶେଇ ମାସେଇ ଫେଣ୍ଟାଫେଣ୍ଟି କରି Sample complete. Ready to continue?